ଗୋଟିଏ ସାପ ହୁଇସିଲ୍ ମାରି ମାରି ମହା ଆନନ୍ଦରେ ରାସ୍ତାରେ ଯାଉଥାଏ। ହଠାତ୍ ତା ନଜର ପଡ଼ିଲା ଗୋଟିଏ ଶୋଇ ରହିଥିବା ଝିଙ୍କ ଉପରେ। ଏହି ସମୟରେ ତାର ଗୁରୁଦେବଙ୍କ କଥା ମନେ ପଡ଼ିଲା। ଗୁରୁଦେବ କହୁଥିଲେ, ଯଦି ହୃଦୟର ସହିତ ତୁମେ କାହାକୁ ବନ୍ଧୁତ୍ୱର ବନ୍ଧନରେ ବାନ୍ଧିବା ପାଇଁ ତାକୁ ଜାବୁଡ଼ି ଧରିଲ ନା, ସେ ଯେତେ ବଡ଼ ଶତ୍ରୁ ହେଲେ ମଧ୍ୟ, ଯେତେ ହିଂସ୍ର ହେଲେ ମଧ୍ୟ ସେ ବାଧ୍ୟ ହେବ ତୁମକୁ ମଧ୍ୟ ସେମିତି ବନ୍ଧୁତ୍ୱର ବନ୍ଧନରେ ବାନ୍ଧିବା ପାଇଁ। ଏ ସାପଟି ଭାବିଛି, ଏ ଝିଙ୍କ ଭାଇ ଉପରେ ଏ କଥାଟିକୁ ମୁଁ ଆପ୍ଲାଏ କାହିଁ କରିବିନି। ସିଧା ଯାଇଛି, ଶୋଇ ରହିଥିବା ଝିଙ୍କ ଦେହରେ ଖୁବ୍ ଜୋରେ ଗୁଡ଼ି ହୋଇଯାଇଛି ଏ ବନ୍ଧୁତ୍ୱର ବନ୍ଧନରେ ବାନ୍ଧିବା ପାଇଁ। ବିଚରା ଝିଙ୍କଟି ଶୋଇ ରହିଥିଲା। ଯେତେବେଳେ ସାପଟି ଗୁଡ଼ି ହୋଇଯାଇଛି ତା ଦେହରେ ନା, ତା ନିଦ ଭାଙ୍ଗି ଯାଇଛି ଏବଂ ଝିଙ୍କ ଭାବିଛି, ବୋଧହୁଏ ମୁଁ ଶୋଇ ରହିଥିବାର ସୁଯୋଗ ନେଇ କେହି ଜଣେ ଶତ୍ରୁ ମୋତେ ଆକ୍ରମଣ କରିଛି ଏବଂ ମୋତେ ମାରିଦେବା ପାଇଁ ମୋ ସାରା ଦେହରେ ଏମିତି ଗୁଡ଼ି ହୋଇଯାଇଛି। ନିଜକୁ ରକ୍ଷା କରିବା ପାଇଁ ଏ ଝିଙ୍କ କ'ଣ କରିଛି ଜାଣିଛନ୍ତି? ତା ଦେହରେ ଯେତେ କଣ୍ଟା ଥିଲା ସବୁ କଣ୍ଟାକୁ ଠିଆ କରିଦେଇଛି। କଣ୍ଟା ସବୁ ଫୁଟି ଯାଇଛି ସାପ ଦେହରେ। ସାପ ଯନ୍ତ୍ରଣାରେ ଫୁଫୁକାର କରୁଛି, ପୁଣି ଭାବୁଛି ଯେ ଏ ହେଉଛି ମୋ ବନ୍ଧୁତ୍ୱ ପ୍ରତି ଏକ ଆହ୍ୱାନ, ଏହା ହେଉଛି ମୋର ବନ୍ଧୁତ୍ୱର ପରୀକ୍ଷା। ସାମାନ୍ୟ କଣ୍ଟାକୁ ଡରି ମୁଁ ମୋ ବନ୍ଧୁକୁ ଛାଡ଼ି ଚାଲିଯିବି? ଏହାପରେ ସେ କ'ଣ କରିଛି, ଆହୁରି ଜୋରରେ ଗୁଡ଼ି ହୋଇଯାଇଛି କାହା ଦେହରେ? ଝିଙ୍କ ଦେହରେ। କିଛି ସମୟ ଯାଇଛି, ସାପ ଦେହରୁ ରକ୍ତ ବୋହିବା ଆରମ୍ଭ ହୋଇଛି। ଶେଷରେ ସାପଟି ମରିଯାଇଛି। ହଁ ଦର୍ଶକ ବନ୍ଧୁ, ଆପଣମାନେ କୁହନ୍ତୁ, ଏଠି ଭୁଲ କାହାର? ଭୁଲ ଗୁରୁଦେବଙ୍କର, ଭୁଲ ସାପର, ନା ଭୁଲ ଝିଙ୍କର? ଗୁରୁଦେବ କହିଥିଲେ ବନ୍ଧୁତ୍ୱର ବନ୍ଧନରେ ବାନ୍ଧିବାକୁ ଚେଷ୍ଟା କରିବାକୁ, କିନ୍ତୁ ଯେତେବେଳେ କେହି ଆମକୁ କୌଣସି କଥା କହନ୍ତି ନା, ସେତେବେଳେ ଗୋଟେ କଣ୍ଡିସନ୍ ଆପ୍ଲାଏ ଥାଏ। ସବୁ କ୍ଷେତ୍ରରେ ତା ଠିକ୍ ହେଇନଥାଏ। ଭାବିଚିନ୍ତି ନିୟମକୁ ଆପ୍ଲାଏ କରିବା କଥା, ସାପ ସେଟା କଲା ନାହିଁ। ସେଥିପାଇଁ ସାପ ଅସୁବିଧାରେ ପଡ଼ିଲା। ଝିଙ୍କର ଦୋଷ କ'ଣ? ଝିଙ୍କ ଶୋଇଥିଲା, କେମିତି ଜାଣିଥାନ୍ତା ଏ ବନ୍ଧୁତ୍ୱର ବନ୍ଧନରେ ବାନ୍ଧୁଛି ନା ମାରିବା ପାଇଁ ଚେଷ୍ଟା କରୁଛି? ସେଥିପାଇଁ ଝିଙ୍କ ତା କାମ କରିଛି। ଦର୍ଶକ ବନ୍ଧୁ, ଏଠୁ ଗୋଟେ ବଡ଼ ଶିକ୍ଷା ନିଅନ୍ତୁ। ଯେତେବେଳେ କୌଣସି ସମ୍ପର୍କ ଆପଣ ଲାଗିଲା ଯେ ସମ୍ପର୍କ ଟକ୍ସିକ୍ ବୋଲି, ଏ ସମ୍ପର୍କ ମୋ ପାଇଁ କ୍ଷତିକାରକ ବୋଲି, ସେ ଯେତେ ଆପଣାର ହୋଇଥିଲେ ମଧ୍ୟ ତାକୁ ଆପଣ ଛାଡ଼ିବାକୁ ଚେଷ୍ଟା କରନ୍ତୁ, ନହେଲେ ସାପ ପରି ପରିସ୍ଥିତି ଭୋଗିବେ। ରହୁଛି, ନମସ୍କାର।